ଜୟ ଜଗନ୍ନାଥ। ମୁଁ ପିକେ ଆପଣମାନଙ୍କୁ ସ୍ୱାଗତ କରୁଛି ପୁଣି ଏକ ନୂଆ ଭିଡ଼ିଓରେ। ଆଜି ଆମେ ଜାଣିବା BSKY କାର୍ଡ଼ ଆଉ କାଳିଆ ଯୋଜନା ସମ୍ବନ୍ଧରେ। କାଳିଆ ଯୋଜନା ତ ଆପଣମାନେ ଜାଣିଛନ୍ତି, ଏ ହେଉଛି 2ଟି କିସ୍ତିରେ ଚାଷୀମାନଙ୍କୁ ମିଳେ, ଖରିଫ ଆଉ ରବି ଫସଲ ମାଧ୍ୟମରେ। ଆଗରୁ ମିଳୁଥିଲା 5,000 ଲେଖା, ବର୍ତ୍ତମାନ 2,000 ଲେଖା ଦେଉଛି। ବର୍ତ୍ତମାନ ଆପଣମାନେ ଜାଣିଛନ୍ତି ସରକାର ବର୍ତ୍ତମାନ ଚେଞ୍ଜ ହେଇସାରିଛି, ସେଥିପାଇଁ କାଳିଆ ଯୋଜନା ମିଳିବ କି ନ ମିଳିବ ତାହାର ଆପଡ଼େଟ୍ ଆସିସାରିଲାଣି। ଖାସ୍ କରିକି ତ ଆପଣମାନେ ଜାଣିଥିବେ କାଳିଆ ଯୋଜନା 3 ବର୍ଷ ପାଇଁ ଇଲେକ୍ସନ୍ ଲାଗି ବଢ଼େଇ ଦିଆଯାଇଥିଲା। ବର୍ତ୍ତମାନ BJP ସରକାର ବା ଭାରତୀୟ ଜନତା ପାର୍ଟି ଓଡ଼ିଶାରେ ଶାସନ କରିବା ପାଇଁ ଯାଉଛି। ସେଥିପାଇଁ ଯଦି କିଏ ମୁଖ୍ୟମନ୍ତ୍ରୀ ହେବ ତାହେଲେ କାଳିଆ ଯୋଜନା ବିଷୟରେ ନିହାତି ନିଷ୍ପତ୍ତି ନେବେ। ଖାସ୍ କରିକି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି କାଳିଆ ଯୋଜନା ସେହି ରକ ସହାୟକ ରାଶି ରହିବ ଆପଣମାନଙ୍କୁ 3 ବର୍ଷ ଯାଏ। ଚାଷୀମାନଙ୍କୁ ସେହିପରି ଭାବରେ ଆପଣମାନଙ୍କୁ ଯେଉଁ 2,000 ଲେଖା ପାଉଥିଲେ, ବର୍ତ୍ତମାନ ସେହି 2,000 ଲେଖା ପାଇବେ କାଳିଆ ଯୋଜନା। କିନ୍ତୁ ଯେଉଁମାନେ ଭୂମିହୀନ ବା ସେମାନଙ୍କର ଜମି ନାହିଁ ସେମାନଙ୍କୁ ପଇସା ମିଳିବନି। ଓନ୍ଲି ଯେଉଁମାନେ ଚାଷ କରୁଛନ୍ତି ବା କ୍ଷୁଦ୍ର ଚାଷୀ, ନାମାଙ୍କନ ଚାଷୀ, ସେଇମାନଙ୍କୁ ପଇସା ମିଳିବ। ଏହି ବିଷୟରେ ବହୁତ ବଡ଼ ଆପଡ଼େଟ୍ ଆସିଛି। ଦେଖାଯାଉ ଆଗକୁ କ'ଣ ହେଉଛି। ଏମିତି ବି ହେଇପାରେ ଯଦି ଆପଣମାନେ କାଳିଆ ଯୋଜନା ନ କହିକି ଅଲଗା କିଛି ଯୋଜନା ଆପଣମାନଙ୍କୁ ବାହାର କରିକି ସେଇ 2,000 ଟଙ୍କା ଆପଣମାନଙ୍କ ସହାୟତା ରାଶି ପ୍ରଦାନ କରିପାରିବେ। ମୋ ମତରେ କାଳିଆ ଯୋଜନା ହିତାଧିକାରୀମାନେ କୌଣସି ହାଲତରେ ବି ଆପଣ ଆଶା ରଖନ୍ତୁ ନାହିଁ କାଳିଆ ପଇସା ପାଇବେ କି ନାହିଁ, ଗ୍ୟାରେଣ୍ଟି ବି ନାହିଁ। ହେଇପାରେ ମନା ବି କରିଦେଇ ପାରନ୍ତି। କାଳିଆ ଯୋଜନା ଯେହେତୁ ଇଲେକ୍ସନ୍ର BJD ହାରିଯାଇଛି, ସେଥିପାଇଁ କାଳିଆ ଯୋଜନା ମିଳିବ କି ନାହିଁ ତା'ର ଗ୍ୟାରେଣ୍ଟି ବି ନାହିଁ। ଏମିତି ତାପରେ ରହିଲା ଆପଣ BSKY କାର୍ଡ଼, ନବୀନ କାର୍ଡ଼। ଏହି କାର୍ଡ଼ଟି ଆପଣମାନଙ୍କର ମଡ଼ିଫାଇ ହେଇଯିବ। BSKY କାର୍ଡ଼ରେ ଆପଣମାନେ ତ ଖାସ୍ କରିକି ଛୋଟିଆ କତରୁ ବଡ଼ ଯାକେ ସମସ୍ତେ ଲାଭ ପାଉଥିଲେ। ଆଉ ହେଉଛି ପ୍ରଧାନମନ୍ତ୍ରୀଙ୍କର ଯେଉଁ ଅଛି ଆୟୁଷ୍ମାନ କାର୍ଡ଼। ଆୟୁଷ୍ମାନ କାର୍ଡ଼ର ଖାସ୍ କରିକି ତ ଆପଣ ବୃଦ୍ଧ ଅବସ୍ଥାରେ ଲୋକମାନଙ୍କୁ ସାହାଯ୍ୟ ମିଳିଥାଏ, କିନ୍ତୁ BSKY କାର୍ଡ଼ରେ ଆପଣଙ୍କର ଛୋଟିଆ କତରୁ ବଡ଼ ଯାକେ ସମସ୍ତଙ୍କର ଲାଭ ମିଳିଥାଏ। ହେଇପାରେ ଏଇ କାର୍ଡ଼ ବନ୍ଦ ନ ହେଇପାରେ, ଏଟା ଚାନ୍ସ ନାହିଁ ବନ୍ଦ ହେବାର। ହେଇପାରେ ଏଇଟା ଅଲଗା ନାଁ ହେଇଯାଇପାରେ, ବା ଆପଣ ଯେଉଁ କହିଲି ଆୟୁଷ୍ମାନ କାର୍ଡ଼ର ୟାକୁ ମଡ଼ିଫାଇ କରିଦେଇ ପାରନ୍ତି। ଯାହା ଯାହା ଫେସିଲିଟି ଏଇଟା କାର୍ଡ଼ର ଥିଲା ଆୟୁଷ୍ମାନ କାର୍ଡ଼ରେ ସେହା ରହିଯିବ। ଏହି ନିଷ୍ପତ୍ତି ଭାବୁଛି ରହିବ। ଆପଣମାନେ ଚିନ୍ତା କରନ୍ତୁନି, BSKY କାର୍ଡ଼ କେବେ ବି ବନ୍ଦ ହେବନି। ଇଏ ହେଉଛି ସ୍ୱାସ୍ଥ୍ୟ କାର୍ଡ଼ଟି। ଆଜିର ଥିଲା ଏହି ଆପଡ଼େଟ୍। ଏହିପରି ଆପଣମାନଙ୍କୁ ଆପଡ଼େଟ୍ ପାଇବା ପାଇଁ ମୋ ଚ୍ୟାନେଲକୁ ଲାଇକ୍, ସବସ୍କ୍ରାଇବ୍ ନିହାତି କରନ୍ତୁ। ଜୟ ଜଗନ୍ନାଥ, ଜୟ ଓଡ଼ିଶା।